ଆସ ଆସ ଘର ଆଡେ ଆସ। ଆସ ଘର ଆଡେ ଆସ। ଆଜ୍ଞା ପ୍ରଥମ ସମସ୍ତଙ୍କୁ ଟିକେ କହିଦେଉଛି, ମୋ ବେଶୀ ତ ବଡ଼ ନାହିଁ, ମୁଁ ବର୍ତ୍ତମାନ ପାଠ ପଢ଼ୁଛି। ବୟସ ମାତ୍ର 21 ଭରି 22 ଚାଲିଲା। ଏଇ ବୟସରେ ମୁଁ ଆଜି ଠିଆ ହେଇଛି। ଯଦି କୌଣସି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ସାନ ସାପର ବଡ ବିଷ। ହା ହା गुरु ब्रह्मा गुरु विष्णु गुरु देव महेश्वर गुरु साक्षात परम ब्रह्म तस्मै श्री गुरवे नमः। हे गणे नारायण रुद्रांबिका भास्कर तथा भिन्न भिन्न नकदबं पंचदेव नमस्तुते। हा हा हे हे हा हे सुंदर देवता मोर सुंदर रे आस दिव्य आसन देली आसन रे बस भाभी मन रे तुमको हे किस मो सुंदर देवता तुम्हें सुंदर रे आस दिव्यासन देली आसन रे बस किस भाभी मन रे हे समाज रे भास ताकि रही केते दर्शक गण समस्ते भावती तुमको जे तांको पुओ समान मात्र धुरुछंती पुणी तुम कंठ गायन ए बयसे तुम पथि पुराणे मती केते बेले पाठ पढ़ु छम कालिया हाथी केते बेले पाठ पढ़ुछ मो कालिया हाथी ए तो नाच गीत पुणी बाचरा धंदा ए बातेरा धंदा बाबा ए फांदरे पड़िल गुड़ी जीव छंदा एणु कुह कुह बाबू हे सुंदर नाम केवल कथारे बली अछि मन ए तुम्हें पिला लोक को बुढ़ा लोक मुही बिना प्यासे विष विद्या के ngotoi मात्र देखी तुमको आज नुआ करी देखु देखु मथाटा गलानी मो घुरी मते कही दियो धीरे धीरे कालिया हाथी मते कही दियो धीरे धीरे आज्ञा समस्त प्रश्न पचार आगु माँ को डाकिले बापा यदि न डाके बापा खराब भावियानी तमे बापा डाक माँ मोर बापा मोर गंजे खिया माँ मोर रणरंगिनी रणरंगिनी समस्त डाकिला गंजे खिया किए डाकियो तमे डाकी दियो बापा डाकी दउची
ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର, ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର। ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର। ପାଦରେ ତୁମ୍ଭର ପାଦରେ ତୁମ୍ଭର ପାଦରେ ତୁମ୍ଭର ପ୍ରୀତି ଘୁଙ୍ଗୁର ବାବା ନୀଳକଣ୍ଠେଶ୍ୱର। ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର, ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର। ଅଣ୍ଟାରେ ଖଞ୍ଜିଛ ଅଣ୍ଟାରେ ଖଞ୍ଜିଛ ଅଣ୍ଟାରେ ଖଞ୍ଜିଛ ବାଗର ଛାଲ ବାବା ନୀଳକଣ୍ଠେଶ୍ୱର। ମୋତେ ସୁଦୟା କର ବାବା ନୀଳକଣ୍ଠେଶ୍ୱର। ଗଳାରେ ଧରିଛ ଗଳାରେ ଧରିଛ ଗଳାରେ ଧରିଛ ରୁଦ୍ରାକ୍ଷ ମାଳ ବାବା ନୀଳକଣ୍ଠେଶ୍ୱର। ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର। ଅଣ୍ଟାକୁ ଲମ୍ବିଛି ଅଣ୍ଟାକୁ ଲମ୍ବିଛି ଅଣ୍ଟାକୁ ଲମ୍ବିଛି ଜଟା ତୁମ୍ଭର ବାବା ନୀଳକଣ୍ଠେଶ୍ୱର। ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର। ହସ୍ତରେ ଧରିଛ ହସ୍ତରେ ଧରିଛ ହସ୍ତରେ ଧରିଛ ଦଣ୍ଡ ତ୍ରିଶୂଳ ବାବା ନୀଳକଣ୍ଠେଶ୍ୱର। ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର। ଅଜ୍ଞାନ ପଡୁଛି ଅଜ୍ଞାନ ପଡୁଛି ଅଜ୍ଞାନ ପଡୁଛି ତୁମ୍ଭ ପୟର ବାବା ନୀଳକଣ୍ଠେଶ୍ୱର। ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର। ବାରେ ସୁଦୟା କର ବାବା ନୀଳକଣ୍ଠେଶ୍ୱର। और ये सुंदर सभारे आगे हे सुंदर सभारे सुंदर प्रकारे कर प्रचार बाबा नीलकंठेश्वर। बारे सुदया कर बाबा नीलकंठेश्वर। ଆଜ୍ଞା ହକୁ ବାପ ଏ ଯୋଉ ଭେଣ୍ଡିଆ ପିଲାଟା ନାହିଁ କି ଆଜି ହଁ ତମକୁ ତ ଏକା ନଉଛନ୍ତି ଆଉ ସମସ୍ତେ ମୋ ବେପାର ମାରାଣି ମୁଁ ମିଛ କହୁନି ତମକୁ ଏକା ନଉଛନ୍ତି। ଆଜ୍ଞା ଆଜ୍ଞା ପୁଅ ଝିଅ ସବୁ ଯାକ ଲେଖୁ ଲେଖୁ ଲଭ୍ ଲେଟର ଲେଖି ଦଉଛନ୍ତି। ମୁଁ ମାତ୍ର ଖାଉ ଖାଉ ଖାଇଦେଲି। ତାଙ୍କେ ଲେଖୁ ଲେଖୁ ଲେଖିଦେଲେ ତମେ ଖାଉ ଖାଉ ଖାଇଦେଲ। ଭଲ କଲ। ହଁ ମୋର ପ୍ରଶ୍ନ ହଉଛି ଖାଉ ଖାଉ ଖାଇଦେଲି। ଓହୋ ତାଙ୍କେ ଲେଖୁ ଲେଖୁ ଲେଖିଦେଲେ ଲଭ୍ ଲେଟର ତମେ ଖାଉ ଖାଉ ଖାଇଦେଲି। ଏମିତି କେମିତି କଲ ବାପ? କରିଦେଲି ଆଉ ବୟସ ଏମିତି ତ। ଖାଉ ଖାଉ ଖାଇଦେଲେ ତାଙ୍କେ ଲେଖୁ ଲେଖୁ ଲେଖିଦେଲେ ଆଙ୍କେ ଖାଉ ଖାଉ ଖାଇଦେଲି। ଖାଇଦେଲେ
ମୋର ପ୍ରଶ୍ନଟା ହେଉଛି ଖାଲି ଖାଉ ଖାଉ ଖାଇଦେଲି। ଓ ସେଇଟା ଖାଲି ଲଗାଣଟା ଲେଖୁ ଲେଖୁ ତାଙ୍କେ ଲେଖିଦେଲେ ମୁଁ ଖାଉ ଖାଉ ଖାଇଦେଲି। ହଁ ହଁ ଆଜ୍ଞା ତାଙ୍କେ ଲଭ୍ ଲେଟର ଲେଖୁ ଲେଖୁ ଲେଖି ଦେଉଛନ୍ତି, ହଁ, ହଁ। ମୁଁ ଯା ଖାଉ ଖାଉ ଖାଇଦେଲି ଆଉ। ସବୁ ଜାଗା ଖାଇଦେଲ? ହଁ ଓ କ'ଣଟାକୁ ଖାଇଦେଲେ? ହଁ ଆଚ୍ଛା ଆଚ୍ଛା ଆଚ୍ଛା। ନହେଲେ ସେ ହା ହା ଆଗରୁ କହିଦେବାଟା ଭଲ। ସମସ୍ତେ ସିନା ଟୋକା ମାନେ ଲେଖନ୍ତି ଟୋକି ପାଖକୁ ଲଭ୍ ଲେଟର। ହଁ ତମେ ମାତ୍ର ମାତ୍ର ଯାହା କଲ ଏଠି ଓଲଟା ପ୍ରକାର। ଖାଉ ଖାଉ ସବୁ ଯାକ ଖାଇଦେଲ ସମାଜ ଭିତର। ହେଲେ କ'ଣ ଯାକ ତୁମେ ଦେଲ ଖାଇ ହେବା ପଛୁନ ବେ ମନକୁ ଦିଏ। ଯୋଉଦିନ ଯେ ପୁଣି ଭାରତ ଯୁଦ୍ଧରେ 5 ଭାଇ ଥିଲେ ଯାଇନ ତୁ ଘରେ। ଏ ଖଲ୍ୟଗାର ବୋଲି ଏକ କୃଷ୍ଣ ନନ୍ଦନ ଗଇଁତା ଗୋଟେ ଧରିଥିଲା ଯେ ସେଦିନ। ଏପରି କହିଲେ ମନ ପାଇବ ନାହିଁ, ଆଉ କେଉଁ ପରି ଥିଲେ ଦିଅ ବୁଝାଇ। ଆଜି ଶୁଣୁଛନ୍ତି ସବା ଜନେ ମନ କନ ଦେଇ, ଶୁଣୁଥିବେ ସବା ଜନେ ମନ କନ। ବାପ ହେ ଶୁଣ ଦେବ ନ ଆହୁରି ଖାଉ ଖାଉ କିଏ ସବୁ ଦେଲା ଯେ ଖାଇନ। ହଁ ସଗର ରାଜାର ଷାଠିଏ ସହସ୍ର ନନ୍ଦନ ଯେତେବେଳେ ହୋଇଥିଲେ ଜନ୍ମ ସେତେବେଳେ ଖାଇବାକୁ ଯାଇ ମାଗିଥିଲେ। ତାଙ୍କୁ ସେତେବେଳେ ପୁଣି ସଗର ରାଜା କହିଦେଲେ ଏବେ ଟିକେ ଗଲେ ଆରେ ଖାଉ ଖାଉ ମାଟି ଯାକ ଦିଅ ଖାଇ। ଖାଉ ଖାଉ 3 ଭାଗ ସବୁ ଦେଲେ ଖାଇ। जो 3 भागକୁ ସେ ଦେଲେ ଖାଇନ। ଏ 3 ଭାଗ ଜଳ ହୋଇଲା ସମ୍ପୂର୍ଣ୍ଣ ହବନି। ହେଲା ନାହିଁ ରେ ପୁଅ, ହେଲା ନାହିଁ ରେ ପୁଅ, ହେଲା ନାହିଁ ରେ ପୁଅ, ହେଲା ନାହିଁ ରେ ପୁଅ। ଆଉ ପଢିଥିଲେ ଆଉ କେଉଁ ପଢିଥିଲେ ବୁଝାଇ କୁହ, ହେଲା ନାହିଁ ରେ ପୁଅ। ହେଲା ନାହିଁ ରେ ପୁଅ, ହେଲା ନାହିଁ ରେ ପୁଅ, ଆଉ କେଉଁ କରିଥିଲେ ବୁଝାଇ କୁହ, ହେଲା ନାହିଁ ରେ ପୁଅ। ବାପ ଆଜ୍ଞା ତମେ ମତେ କହିଲ ହେଲା ନାଇଁ ରେ ପୁଅ। ହଁ ଚଳିବ ତମେ କହିଦେଲ ଚଳିବ। ହଁ। ମାତ୍ର ଆମର ଭାରତ ନୀଳା ଦୁଆରୀ ଭାଷାରେ ମୁଁ କହିଲେ କିଛି ଖରାପ ଭାବିବନି ନା? ହବ ହବରେ ଧନ, ହବ ହବରେ ଧନ। ତୋ ମାଉସୀ ବିକୁଥିଲା, ତୋ ମାଉସୀ ବିକୁଥିଲା ବଙ୍ଗାଳୀ ପାନ। ହବ ହବରେ ଧନ। ମନ ନେଇ କିଏ ଖାଉ ଖାଉ ସବୁ ଯାକ ଦେଇଅଛି ଖାଇ। ଯୋଉଦିନ ଭଗବାନ ଗୋପକ ଡଗରେ ଜନ୍ମ ହେଲେ ଯେ କଂସବନ୍ଦୀ ଘରେ। ବାବା ଯେତେବେଳେ ଜନ୍ମ ହେଲେ କଂସବନ୍ଦୀ ଘରେ। ହାତରେ ଗୋଡ଼ରେ ଲୁହାର ସିଙ୍ଗୁଳି ପକାଇ ବାନ୍ଧିଥିଲା କଂସ ଦଣ୍ଡ ଧାରି। ମାଘ ମାସ ବାପ ଅଷ୍ଟମୀର ଦିନ କିରେ ମଘା ନକ୍ଷତ୍ରରେ ହଇଲେ ଜନ୍ମ। ଏ ଭାଦ୍ରବ ମାସରେ ଅଷ୍ଟମୀର ଦିନ ମଘା ନକ୍ଷତ୍ରରେ ହଇଲେ ଜନ୍ମ। ଯେତେବେଳେ ଜନ୍ମ ହେଲେ ପ୍ରଭୁ ଦାଶରଥୀ ସେତେବେଳେ ହୋଇଥିଲା ଗୋର୍ଦ୍ଧନୀ ଶିରାତି। ଚାରି ଦିଗୁ ମେଘବତୀରେ କରଇ ଗର୍ଜନ, ପଶ୍ଚିମ ଦିଗରୁ ବହଇ ପବନ।
ঘন ঘন বর্ষা করি রে মারই বিজুলি সে সময়ে জন্ম হেলে প্রভু বনমালী যেতেবেলে জন্ম হেলে প্রভু নারায়ণ ଅନ୍ଧାର ଘର ଗୋଟି ଆଲୁଅ ଯେ ଗଲା ହଇଣ ଶୂନ୍ୟରୁ ପୁଣି ଆକାଶରୁ ପୁଣି ଶୂନ୍ୟ ବାଣୀ ହେଲା ମୋତେ ନେଇ ଯାଅ ହେବା ପାବନା ଦିନେ ତମ୍ବାର ପାଥି ଆକାଶକୁ ଖସିଲା ସେଥିରେ ଧରିଲେ ବସୁଦେବ ପରା ଯେତେବେଳେ ବସୁଦେବ ଧରି କିରେ ଗୋପକୁ ଯିବେ କିଏ ନ ଜାଣିଥିଲେ ଏ କଥାକୁ ଧ୍ରୁବ ଭଗବାନ କୃଷ୍ଣ ଯେତେବେଳେ ଜନ୍ମ ହେଲେ ଆଚ୍ଛା ସେତେବେଳେ ନ ଜାଣିଥିଲେ ନ ଜାଣିଥିଲେ କୃଷ୍ଣ ବସୁଦେବକୁ କହିଲେ ତାକୁ ମାନେ ତାକୁ ଆଣ ମୋତେ ଥୋଇ ଏ କଥା ନ ଜାଣିବେ କେହି ହଁ 9 ଜଣ ଆଗା ଜାଣିବେ ଆଉ କିଏ ଜାଣିବେନି ଯେତେବେଳେ ଜନ୍ମ ହୋଇଲେ ପ୍ରଭୁ ମୋ ଭଗବାନ ପ୍ରଥମରେ ବସୁଦେବ ଯେ ରେବକୀ 2 ଜଣ ବାପା ଦେବକୀ ଆଉ ବସୁଦେବ 2 ଲୋକ ଜାଣିଲେ ଦୁଇ କାଳେ ପୁଣି ବରଷା ଜଳ ପଡୁନଥିଲା ରେ ପଡୁନଥିଲା ବାସୁକି ନାଗଟା କୃଷ୍ଣକୁ ପୁଣି ଢାଙ୍କି ରଖିଲା ବାପ 3 ଜଣ ହେଲେ କିଏ କିଏ ଆହୁରି ଅଷ୍ଟମୀ ତିଥିରେ ଜନ୍ମିଛି ମୋର କାଳିଆ ହାତୀ ଅଷ୍ଟ ଘଡ଼ି ମାରି ଚନ୍ଦ୍ର ଯେ ଆକାଶରେ ଉଇଁଛି ବାପ 4 ହେଲେ ଆଜ୍ଞା ଆହୁରି କଟୁଆଳ ରୂପେ ଉଗ୍ର ଯେ ସେନ ସେ ଅଜା ଥିଲା ରାତି ଯାକ ପୁଣି ମଥୁରା ରେ ପ୍ରହରା ଦେଉଥିଲା ପାଞ୍ଚ ହେଲା ବାପ ଆଜ୍ଞା 5 ହେଲା ଆଉ ରହିଲା 4 ଆଉ ରହିଲେ 4 କିଏ ହେଲେ ବସୁଦେବ ଧରି କୃଷ୍ଣଙ୍କୁ ମୁଣ୍ଡରେ ଗୋପକଟକକୁ ଯିବ ଗୋପକଟକକୁ ଗଲେ ବାଟରେ ପଡ଼ିବ ଯମୁନା ନଦୀଟା ବାପ ଆଜ୍ଞା ଆରେ ଯମୁନା ନଦୀଟା କେବେ ଠାରୁ ଜଗିଥିଲା କେବେ ସେ ଆସିବ ଏବେ ବସୁଦେବ ବଳା ଆରେ ବସୁଦେବ ବଳା ଗଡ଼ିଲାଣି ବେଳ ସେ ରଙ୍ଗ ପୁରିଲା ଧନ ନ ପକା ଚାଉଳ ବାପ ଆଜ୍ଞା ଆରେ ତ୍ରେତୟା ଯୁଗରେ ରାମ ନାବ ପାରି ବେଳେ ଗଙ୍ଗା ଜଳେ ଧୋଇଥିଲା ଧୀବର ସେଠାରେ ଯମୁନା ନଦୀ ଟାଙ୍ଗାକୁ ନିର ବୁହାଇଲା
যমুনা নদীটা আখিরু নীরব হাইলা মুগিয়ে হিনিমান হেলি নন্দ বলা এ মুগিয়ে হিনিমান হেলি নন্দ বলা ଶାଗୁଣା ବସିଲା ତାଳେ ଗଡ଼ିଲାଣି ବେଳ ସେ ରଙ୍ଗ ପେରିଲା ଧନ ନ ପକା ଚାଉଳ ଶାଗୁଣା ବସିଲା ତାଳେ ଗଡ଼ିଲାଣି ବେଳ ସେ ରଙ୍ଗ ପୁରିଲା ଧନ ନ ପକା ଚାଉଳ ଯେତେବେଳେ ଯମୁନାରେ ପଶିଲେ ବସୁଦେବ বিচারিলা যমুনা ইয়ে পূর্ণ হেব ভাব এ মো পূর্ণ হেব ভাব ବାପ ଆଜ୍ଞା ଭଗବାନ ରାମଚନ୍ଦ୍ର ପରମ ପୁରୁଷ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ତ୍ରେତୟା ଯୁଗରେ କହିଥିଲେ ଯମୁନା ଲୋ ଏ ଯୁଗରେ ତୋର ମନସ୍କାମନା ପୂର୍ଣ୍ଣ ହେବ ନାହିଁ ଦ୍ୱାପର ଯୁଗରେ ଯେତେବେଳେ ମୁଁ କୃଷ୍ଣ ଅବତାର ନେଇ ଜନ୍ମ ହେବି ସେତେବେଳେ ତୋ ମନସ୍କାମନା ପୂର୍ଣ୍ଣ କରିବି ଲୋ ଯମୁନା ହଁ ଲୋ ବାପ ଆଜ୍ଞା ହେଲେ ଯମୁନା ଗୋଟେ ସେଇଠି ଜଗି ବସିଥିଲା କଣ କଲା କହିଲା ଏଇଠେ ଯଦି ମୁଁ ଚୁଟିଟାକୁ ନ ଧରିବି କୃଷ୍ଣର ହେତୁ ପଡ଼ିବନି ତା ବୋପା ମଲେ ମରୁ ତା ବୋପା ମଲେ ମରୁ ତାଟାକୁ ଧରିଦେ କଣଟା ଧରିଦବା ଚୁଟିଟାକୁ ଅକ୍ସିଜେନ କଣ ଆଜ୍ଞା ସେତେବେଳେ କଣ କଲା ଯମୁନା ବିଚାର କଲା ବାବା ନଦୀର ଜଳରେ ବସେଇ ଗଲେ ବସୁଦେବ ସେଦିନ ଏ ନଦୀର ଜଳରେ ବସେଇ ଗଲେ ବସୁଦେବ ସେଦିନ ଯମୁନା ଜଳ ଫୁଲି ଫୁଲି ଯେ ଯାଉଛି ବଢିଣ ଏଣେ ବସୁଦେବ ପାଟିରେ ଜଳ ପଶିଯିବ ନାକ ବୁଡ଼ାରେ ପଶିଲେ ଯେ ବସୁଦେବ ମରିବ ତମ୍ବା ପାତ୍ରରେ ଶୋଇଛନ୍ତି ପ୍ରଭୁ ବାସୁଦେବ କେଡେ କଥା ଗଲା ଯମୁନା ବାପା ମରିଯିବ ତମ୍ବା ପାଟିରୁ ତ ଗୋଡ଼ ଦୁଇଟା ଦେଲେ ଗାଡ଼ି ବାପ ଦୁଇ ପଟେ ଗୋଡ଼କୁ ଯେ ଦେଲେ ଓସାରି ତଳକୁ ଦେଲେ କିରେ ନମ୍ବାଇ କରି ଗୋଡ଼ ଦୁଇଟା ଗଲା ବସୁଦେବଙ୍କର ଖାନ୍ଦ ଉପରେ ପଡ଼ିଲା ଖାନ୍ଦ ପର୍ଯ୍ୟନ୍ତ ଜଳ ଗଲା କମି ପାଦ ଧୋଇ ହେଲେ ପୁଣି ଜଗନ୍ନାଥ ସ୍ୱାମୀ ଏ ଯେତିକି ଓସାରେ ପାଦ ଓସାରି ଦେଲେ ଦୁଇ ଭାଗ ହେଲା ଯମୁନା ନଦୀ ଭଲେ ବାଲିବନ୍ଧ ଗୋଟି ଗଲା ଯେ ଉଠିନୁ ପାର ହୋଇ ଗୋପକୁ ଗଲେ ଯେ ସେଦିନ ଯମୁନା ତ ଗୋଟେ ସେଦିନ ଜାଣିଛି କେତେ ଜଣ ହେଲେ ବାପ କହିପାରିବ କି କଣିନି 6 ଜଣ ହେଲେ ବାପ ଯମୁନା ପାର ହୋଇ ଯେତେବେଳେ ଗଲେ ଯେ ଗୋପକୁ ଥୋଇଦେଲେ ନନ୍ଦ ଘରେ ନେଇଣ କୃଷ୍ଣଙ୍କୁ ବିଜୁଳି କନ୍ୟାକୁ ପୁରୀ ଧରି ସଙ୍ଗତରେ ଆସିଲେ ସେଦିନ ବସୁଦେବ ମଥୁରା ନଗରେ ଜାଣିଲା ବିଜୁଳି ଜାଣିଲେ ନନ୍ଦ ଯେ ଯଶୋଦା ଏ ମିଶିକରି 9 ଜଣ ହେଲେ ରେ ବାବା ଏ 9 ଜଣ ଯାକ ଜାଣିଛନ୍ତି ଏଣେ କୃଷ୍ଣର ହେଇଲା ସେ ଗୋପପୁରେଟି ଠିକ ଯେତେବେଳେ ଜାଣିଗଲା ମଥୁରାରେ ମଥୁରା ରାଜନ ଦୁର୍ମିଳ ନନ୍ଦନ କିଏ କଂସ ଜାନମ ତ୍ରିପୁର ବିଜୟ କରିଅଛି ସେହି ଯେ ନନ୍ଦନ
পইলা 5 দিন মধ্যে যদি কৃষ্ণ ন মারিবি এ কৃষ্ণ হস্তে মুহি তো নিশ্চয় মরিবি তেণু জন জন করি দেলা পঠাইনু ସମସ୍ତଙ୍କୁ କୃଷ୍ଣ ତ କରିଲା ନିଧନ 3 ଦିନ ପୁଣି ମୋ କୃଷ୍ଣଙ୍କୁ ହୋଇଛି ପୁତନାଙ୍କ ଶୁଣୁଣି ଯେ ଗଲା କୂପକୁ ଧାଇଁ হা হা ବାବା ସ୍ତନରେ ବି ସଜାଗ ଦେଇଛି ହରିଣୁ হা 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 ଗୋପନଗରେ ଯାଇ ବୁଲିଲା ସେଦିନ ঠিক ଆଲୋ 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 ମୋ ଗୋପ ଗୋପାଲୁନି ମୋ ସ୍ତନ ଦିଟା ତଲଙ୍ଗାଜି ବିଡ଼ିଲାଣି କିଏ ଲୋ କରିବ ଆଜି କ୍ଷୀର ପାନ କା ଘରେ ଅଛିଲ ବାଳୁତ ନନ୍ଦନ ମୋ ସ୍ତନ ପାନ ସ୍ତନ ମୋର ବିଡ଼ିଲାଣି କିଏ ଅଛି କା ଘରେ ଛୋଟ ପିଲା ଅଛି ଦିଅ কা কাগু কি কস্তুরী তিলকম ললাট পটলে বক্ষস্থলে কৌস্তুভম নাসাগ্রে নবমুক্তিকম করে তলে বেণু করে কঙ্কণম সর্বাঙ্গম হরিচন্দনম সুললিত কণ্ঠেশ মুক্তার বলি গোপস্ত্রী পরিবেষ্টিতম বিজয়তে এ শ্রী গোপাল চূড়ামণি হা হা আজির এ যে গাহাণী নাটক কোঠিশাଳ উপলক্ষে এ যে আমার দেবতাগড়ে ছিড়া হয় যদি যে আমার ভাই আজিকালি পাঠপড়া পিলাମାନେ এ প্রতি কাহার भी নজর নাই ধ্যান দেউনাহাନ୍ତି এ যে আমার ভাই যে সাহস করে ছিড়া হয়েଛନ୍ତି আইরে মু বহুত খুশি মানিବାକୁ পড়িব কাহিଁକି ମୁଁ 10 ବର୍ଷ ହେଲା ବନ୍ଦନା ବୋଲୁଛି କୋଠିରେ ବୁଲୁଛି ଆଜି ପର୍ଯ୍ୟନ୍ତ ସାହସ କରିକିରି ମୁଁ ଦେବତା କଡ଼େ ଛିଡ଼ା ହେଇପାରୁନି କିନ୍ତୁ ଆଜି ସେ ମାଙ୍କର ଆଶୀର୍ବାଦରେ ମୁଁ ପ୍ରଥମକିରି ଟିକେ ଛିଡ଼ା ହେଇଥିଲି କାହ୍ନୁ ଭାଇଙ୍କର ଦୟାରେ ମାଙ୍କର ଯାହା ପ୍ରତି ନହିବ କରୁଣା ଯୋଗୀ ଋଷି ମୁନି ହେଲେ ମଧ୍ୟ ହୋଇବେ ପଥଗଣ জয় হিন্দ জয় কଳା জয় মা মଙ୍ଗଳା ହେଲେ ପୁତନା ଅସୁରୁଣୀ ବାପ ଯେତେବେଳେ ଗଲା ଗୋପ କଟକରେ ବୁଲି ବୁଲି ତାର ଦୁଃଖ ସ୍ତନର ବେଦନାକୁ ଧରି କହିଲା କା ଘରେ ଛୋଟ ପିଲାଟି ଅଛି ଦିଅ ନହେଲେ ମୋର ସ୍ତନର ବେଦନା ମୁଁ ସହିପାରୁନି ସେତେବେଳେ ଏ ଗୋପ କଟକରେ ହାଲ ହୁଳି ପଡ଼ିଲା କୃଷ୍ଣକୁ ଆଣିକିରି ଦେଲେ ଦେଲେ ଯେମିତି ଏ ପୁତନା କଣ ବୋଲି ଡାକୁଛି ଜାଣିଛ କି কোন କ୍ଷୀର ଖୋଇବାକୁ কোন হল ডাকিলা ବାପ আজ্ঞা ଧର ମା ଠିଆ ହେ ଆରେ ଆ ଧନ ମାଳିଆ ଏ ଆ ମୋ ପାଖକୁ ଆ କିରେ ଆ ଧନ ମାଳିଆ ତୁ ଆ ମୋ ପାଖକୁ ଆ ତୋତେ ଡାକୁଛି ତୋର ମା ଆରେ ଆ ମୋ ପାଖକୁ ଆ ଧନ ମାଳିଆ ମୋ ପାଖକୁ ଆ ধন বিড়িলানি স্তন দেবী ক্ষীর পান বিড়িলানি স্তন দেবী ক্ষীর পান এবে 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 ডাকুছি তোর মা
ডাকুছি তো হলো মা আয় 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 ମୋ ପାଖକୁ ଆ ଧନ ମାରିଆ ମୋ ପାଖକୁ ଆ খুয়াই দেবী মু ক্ষীর রস পুলি আ তু খাইবু আরে বনমালি খুয়াই দেবী মু ক্ষীর রস পুলি আ তু খাইবু মোর গোলা মালি আয় মো পাখকু আ বনমালি আ মো পাখকু আ ବାପ ଆଲିପୁରଟା ଯେମିତି ବଡ଼ ନଦୀ କୂଳରେ ତଳରେ ବଡ଼ ନଦୀଟା ବହୁଛି ନଦୀ ପବନ ଗୁଲୁଗୁଲିଆ ପବନ ଯେମିତି ଆସୁଛି ସେ ଗୋପକଟକଟା ମଧ୍ୟ ଯମୁନା ନଦୀ କୂଳରେ ମା ଯଶୋଦା ମା ପୁତନା ସେଦିନ ମା ରୂପୀ ଏ ଯୋଉ ରାକ୍ଷସୀ ପୁତନା କୃଷ୍ଣଙ୍କୁ କଣ କହୁଛି ଜାଣିଛ କି କଣ କହୁଛି ଯେତେବେଳେ କ୍ଷୀରପାନ ଦେଲା ଖୁଆଇ ଦେଲା ସେତେବେଳେ କହୁଛି ଝୁଲାଇ ଦେଇଛି ତୋ ପାଇଁ ଝୁଲଣ ଆ ତୁ ଶୋଇବୁ ମୋର ଦୁଃଖୀ ଧନ ଝୁଲାଇ ଦେଇଛି ତୋ ପାଇଁ ଝୁଲଣ ଆ ତୁ ଶୋଇବୁ ମୋର ଦୁଃଖୀ ଧନ ବହୁଛି 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 କୁଲୁ କୁଲିଆ ବା ଆ ଆ ଆ ଆ ମୋ ପାଖକୁ ଆ ଧନ ମାରେ ଆ ମୋ ପାଖକୁ ଆ ଯେତେବେଳେ ସେଦିନ ପୁତନା ଶୁଣୁନି ସ୍ତନରେ ବିଷ ଭରି ଯାଇଥିଲା କ୍ଷୀରପାନ ଦେବାକୁ କାମିନୀ ସେଦିନ ଖାଉ 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 ମୋ ନନ୍ଦ ନନ୍ଦନ ସବୁ ଯାକ ଖାଇଦେଲେ ଜୀବର ଧନ ଏ ଖାଉ ଖାଉ ଖାଇଦେଲେ କାଳିଆ କାନା ଆରେ ଧନ ମାରି ମୋତେ ଟିକିଏ ଅନା ତୋ ମନଟା କିଏ ହେଉଛି ବି ମନା ପାଉଛି କି ନାହିଁ ମନରେ ଦୁଃଖୀ ଧନ ଏ ପାଉଛି କି ନାହିଁ ମନରେ ଦୁଃଖୀ ଧନ ଏବେ ଫିଟାଇଣ କହ ତୋର ବାଣୀ ବଚନ ଆଜ୍ଞା ସେତେବେଳେ ପାଉନଥିଲା ଏବେ ପାଇଗଲା ପାଇଲା ଭଲ ହେଲା ହ୍ୟାଲୋ ଆମର ଶ୍ରୀ ଶ୍ରୀ ମା ଠାକୁରାଣୀଙ୍କ ବା ମଙ୍ଗଳାଙ୍କ ଯାତ୍ରା ଉପରେ ଚାଲିଥିବା ଏ ଯେଉଁ ଓଷାଗୁଟି କାହାଣୀ ଗୀତ ଏଥିରେ ଆମର ଆଲିପୁର ଗ୍ରାମବାସୀ ଆମର ପୁରୁଣା ସରପଞ୍ଚକ ପୁରୁଣା ସମିତି ସଭ୍ୟ ସନ୍ତୋଷ କୁମାର ଜେନା ଏବଂ ଆମର ଶିବ ମନ୍ଦିରର କମିଟି କିଶୋର ଚନ୍ଦ୍ର ଗୌଡ଼ ଏ ଆଜ୍ଞା ଆଜ୍ଞା ଶୁଣ ଏ ଆଜ୍ଞାଙ୍କୁ 200 ଗୋଟି ଭାରତ ମୁଦ୍ରା ଅର୍ପଣ କରିଛନ୍ତି ଶରୀରର ଜ୍ଞାନ ବିଷୟରେ ତାଙ୍କେ କହିବେ ଆଉ କିଛି ନାହିଁ ନାଇଁ ଶରୀରର ଜ୍ଞାନ ବିଷୟରେ ତାଙ୍କେ କହିବେ ଏ 200 ଟଙ୍କା ମୁଁ ତାଙ୍କେ ଟିକେ ଦେଇକିରି ଯାଉଛି
ହଁ ତାଙ୍କୁ କହିବେ ତାଙ୍କେ ଏଇଟା ଦେଲେ କହିବେ ନା ନଦେଲେ କହିବେ ଧର ପଚାରିଲେ ସିନା ହ୍ୟାଲୋ ଆଜ୍ଞା ଆପଣ ଗୋଟେ ବୟସ୍କ ଲୋକ ଜଣେ ଜ୍ଞାନୀ ଲୋକ ହେଲେ ଆମର ଯେଉଁ ଆଜ୍ଞା 200 କୋଟି ଭାରତୀୟ ମୁଦ୍ରା ପ୍ରଦାନ କଲେ ଇଏ ତ କୋଠିଶାଳ କୋଠଶାଳ ସମସ୍ତଙ୍କର ଆଜ୍ଞା ଅଧିକାର ତେଣୁ ଇଏ କୋଠିରେ ତ ଇଏ କୋଠିଶାଳ ଯାତ୍ରାରେ ତ ପ୍ରଶ୍ନ ଉତ୍ତର ଧନ୍ଦା ଏସବୁ ଚାଲିବ ହେଲେ ସେ ଆଜ୍ଞା ନିବେଦନ କରିଛନ୍ତି ଆଜ୍ଞା ଅର୍ଡ଼ର କରିଛନ୍ତି କିଛି ତତ୍ତ୍ୱଜ୍ଞାନ ଉପରେ ପରିବେଷଣ କରିବା ପାଇଁ ହେଲେ ଏପଟେ ଦେବତା ଅଛନ୍ତି କ'ଣ କରିବା ସେଥିପାଇଁ ଚିନ୍ତା ଟିକେ ସେ ବାପା ଟିକେ ଆମକୁ ଟିକେ ତମ ପ୍ରଶ୍ନ ପଚାରିବ ହେଲେ ପଚାର କିନ୍ତୁ ଟିକେ ତତ୍ତ୍ୱ ଉପରେ ହଉ ଆଜ୍ଞାଙ୍କର ମନ ଟିକେ ଶାନ୍ତ ହେଇଯିବ ସେ ଜେନା ବାବୁ କହିଛନ୍ତି ଟିକେ ଶରୀର ତତ୍ତ୍ୱ ଜ୍ଞାନ ଉପରେ ଟିକେ ହଉ ଗୋଟେ ଏମିତି କର ବାପା ଆପଣ ଗୋଟେ ତତ୍ତ୍ୱଜ୍ଞାନର ଗୋଟେ ପ୍ରସନ୍ନ ଗୋଟେ କରନ୍ତୁ ଆପଣଙ୍କର ପ୍ରସନ୍ନକୁ ପ୍ରସନ୍ନ ହେବ ସେ ଆଜ୍ଞାଙ୍କର କିଛିଟା କହିବାକୁ ଆମକୁ ଚାନ୍ସ ମିଳିଛି କିଛି ଶରୀର ଉପରେ ଆପଣ ପଚାରନ୍ତୁ ଏ ବାଟେ କହୁ କହୁ ଆଜ୍ଞାଙ୍କର ମନ ଯେମିତିକି ତୃପ୍ତ ଆପଣଙ୍କୁ ଶରୀର ଭିତରେ କହିଲେ ସେଇଟା ସାରନ୍ତୁ ହେଲା ହେଲେ ଟିକେ ଗୋଟେ 5 ମିନିଟ୍ ଗୋଟେ ଟିକେ ଅଳ୍ପ ଟିକେ ତାଙ୍କ ଆଜ୍ଞାଙ୍କର ତାପରେ ପ୍ରଶ୍ନ ପଚାରିଲେ ସେଟା କହିବେ ବୁଝିଲେ ନା ଯେ ମାଷ୍ଟେ ଆଜ୍ଞା କହିଛନ୍ତି ତତ୍ତ୍ୱଜ୍ଞାନ ଉପରେ ହେଲେ ତତ୍ତ୍ୱଜ୍ଞାନ ତ ଆମେ ତ ବିଶେଷ ତା ଉପରେ ଆମର ଧ୍ୟାନ ନାହିଁ କିଛି ନାହିଁ କିନ୍ତୁ ଯାହାବି କ'ଣ ଯାହାବି ଈଶ୍ୱରଙ୍କର ଏ ଯେଉଁ ଭଗବତୀଙ୍କ କୃପା ଅଛି ତାହା ବି ଟିକେ ଆଜ୍ଞା ଅଳ୍ପ ଟିକେ କହିବାକୁ ପଡ଼ିବ ଆଜ୍ଞା ନାରାୟଣ ନମସ୍କୃତ୍ୟଂ ନର ଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତତୋୟ ମୁଦିରୟତେ ମୂକଂ କରୋତି ବ୍ୟାଚଂ ପଙ୍ଗୁଲଙ୍ଗତଗିରି ଯତ୍କୃପା ତମଃ ବନ୍ଦେ ପରମାନନ୍ଦ ମାଧବଂ ha